ନମସ୍କାର ଦର୍ଶକ ବନ୍ଧୁ, ଆଜି ହେଉଛି ଜାନୁଆରୀ ମାସ 15 ତାରିଖ ଗୁରୁବାର। ଆଜି ସକାଳର କ'ଣ ଟପ୍ ନ୍ୟୁଜ୍ ରହିଛି ଚାଲନ୍ତୁ ଦେଖିନେବା। ତା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, କାରଣ ସର୍ବପ୍ରଥମେ କ'ଣ ଲାଟେଷ୍ଟ ଇନଫର୍ମେସନ୍ ରହିଛି ଆପଣମାନେ ଦେଖିପାରିବେ। ପ୍ରଥମ ଅପଡେଟ୍ ରହୁଛି ଓଡ଼ିଶା ସରକାର ଚଳିତ ଶିକ୍ଷାବର୍ଷରୁ ଡାକ୍ତରୀ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଓବିସି ସଂରକ୍ଷଣକୁ ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି। ଏହା ସହିତ SC/ST କୋଟାରେ ବୃଦ୍ଧି ପ୍ରସ୍ତାବିତ। ପରବର୍ତ୍ତୀ ଅପଡେଟ୍, ନୂତନ ଓଡ଼ିଶା ବିଧାନସଭା କଠୋର ଭିତ୍ତିପ୍ରସ୍ତର ସ୍ଥାପନ ସୀମା ନିର୍ଦ୍ଧାରଣ ବିତର୍କକୁ ପୁନର୍ଜୀବିତ କରିଛି। ବିଶେଷଜ୍ଞମାନେ ଜନସଂଖ୍ୟା ବୃଦ୍ଧି ଏବଂ ଅତ୍ୟଧିକ ନିର୍ବାଚନ ମଣ୍ଡଳୀ ଯୋଗୁଁ ବିଧାନସଭା ଆସନରେ ତୀବ୍ର ବୃଦ୍ଧି ଘଟିବ ବୋଲି ପୂର୍ବାନୁମାନ କରିଛନ୍ତି। ପରବର୍ତ୍ତୀ ଅପଡେଟ୍, ଓଡ଼ିଶା ସରକାରୀ କାର୍ଯ୍ୟାଳୟରେ ଆଉ ଇଂରାଜୀ ନୁହେଁ, ସମସ୍ତ ସରକାରୀ କାମରେ ଓଡ଼ିଆ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ। ସାଧାରଣ ପ୍ରଶାସନ ବିଭାଗ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରି ବ୍ଲକ ଏବଂ ଜିଲ୍ଲା କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ବିଭାଗ ପର୍ଯ୍ୟନ୍ତ ସମସ୍ତ ସ୍ତରର କାର୍ଯ୍ୟାଳୟ ପାଇଁ ଏହାକୁ ବାଧ୍ୟତାମୂଳକ କରିଛି। ପରବର୍ତ୍ତୀ ଅପଡେଟ୍, ପଶ୍ଚିମବଙ୍ଗରେ ନିପା ଭାଇରସ୍ ମାମଲା ଜଣାପଡ଼ିବା ପରେ ଓଡ଼ିଶାକୁ ସତର୍କ ରଖାଯାଇଛି। ଲୋକଙ୍କ ବାରମ୍ବାର ଆନ୍ତଃରାଜ୍ୟ ଗତିବିଧି ଯୋଗୁଁ ଏହା ବ୍ୟାପିବାର ଆଶଙ୍କା ଥିବାରୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି। ପରବର୍ତ୍ତୀ ଅପଡେଟ୍, ହିନ୍ଦୁ କ୍ୟାଲେଣ୍ଡରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଚିହ୍ନ ସ୍ୱରୂପ ବୁଧବାର ଦିନ ଓଡ଼ିଶା ସମେତ ଦେଶବ୍ୟାପୀ ପବିତ୍ର ମକର ସଂକ୍ରାନ୍ତି ପାଳିତ ହେଉଛି। ବୁଧବାର ଦିନ ଚିଲିକାର ମା କାଳିଜାଇ ମନ୍ଦିରରେ ମକର ସଂକ୍ରାନ୍ତି ପାଳନ କରିବା ପାଇଁ ଭକ୍ତମାନଙ୍କର ଭିଡ଼ ଜମିଥିଲା। ସେମାନେ ଏହି ପବିତ୍ର ଦିନକୁ ଭକ୍ତି ଏବଂ ପାରମ୍ପରିକ ରୀତିନୀତି ସହିତ ପାଳନ କରିଥିଲେ। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍, ଜାନୁଆରୀ 18 ସୁଦ୍ଧା ସୁଭଦ୍ରା ଯୋଜନାର ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ। ଏହି ଯୋଜନାରେ 4,57,000 ଅଧିକ ମହିଳା ଆର୍ଥିକ ସହାୟତା ପାଇବେ ବୋଲି ମଙ୍ଗଳବାର ଦିନ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍, ଜାନୁଆରୀ 2026 ସୁଦ୍ଧା ମଧୁବାବୁ ପେନ୍ସନ୍ ଯୋଜନା ପାଇଁ ପେନ୍ସନ୍ ପରିମାଣ ମାସିକ 3,000। ଏହା ଅଧିକାଂଶ ହିତାଧିକାରୀଙ୍କ ପାଇଁ ମାନକ ମାସିକ ପେନ୍ସନ୍, ଯେଉଁଥିରେ ବରିଷ୍ଠ ନାଗରିକ, ବିଧବା ଏବଂ ଅକ୍ଷମ ବ୍ୟକ୍ତି ସାମିଲ ଅଛନ୍ତି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍, ରାତିର ତାପମାତ୍ରା ହ୍ରାସ ପାଇ ଓଡ଼ିଶାରେ ଶୀତ ଲହରୀ ଫେରିଛି। ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ମଧ୍ୟରେ ଝାରସୁଗୁଡ଼ା 10 ଡିଗ୍ରୀ, କେଉଁଝର 11 ଡିଗ୍ରୀ ଏବଂ ଚାନ୍ଦବାଲି 13.8 ଡିଗ୍ରୀରେ ରେକର୍ଡ ହୋଇଛି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍, ଜାନୁଆରୀ 2026 ସୁଦ୍ଧା ଓଡ଼ିଶା ସରକାର ନିଶ୍ଚିତ କରିଛନ୍ତି ଯେ ରାଜ୍ୟ ସାରା ରାସନ କାର୍ଡ ଧାରକମାନଙ୍କୁ ପ୍ରଚଳିତ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହିତ ଗହମ ମିଳିବ। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍, ଓଡ଼ିଶା ମୁଖ୍ୟମନ୍ତ୍ରୀ କିଷାନ ଯୋଜନା 2026 ପାଇଁ କିସ୍ତି ତାରିଖ 30 ଏପ୍ରିଲ 2026 ସ୍ଥିର କରାଯାଇଛି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍, ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରସ୍ତୁତି କାର୍ଯ୍ୟ ଏବେ ସମାପ୍ତ ହୋଇଛି ଏବଂ ରାଜ୍ୟ ସାରା ମତଦାନ କେନ୍ଦ୍ର ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ କରାଯାଇଛି। ଏବେ ଆସନ୍ତୁ ଜାଣିବା ଶେଷ ଅପଡେଟ୍, 2025 ମସିହାରେ ଭୁବନେଶ୍ୱର ବିମାନବନ୍ଦର ଦେଇ 50 ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଥିଲେ, ଯାହା ବିମାନବନ୍ଦରର କାର୍ଯ୍ୟକ୍ଷମ ହେବା ପରଠାରୁ ଗୋଟିଏ ବର୍ଷରେ ସର୍ବାଧିକ ସଂଖ୍ୟା।